ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଶେଷ ହୋଇଯାଇଛି। ଚଳିତ ବର୍ଷ 700 ବର୍ଗ କିଲୋମିଟର ଜଳଭଣ୍ଡାରରେ ପକ୍ଷୀ ଗଣନା ହୋଇଛି। ଏଥିରେ 128 ପ୍ରଜାତିର ପକ୍ଷୀ ରହିଥିବା ବେଳେ 4,20,000 ପକ୍ଷୀ ସଂଖ୍ୟା ରହିଛି, ଯାହାକି ଗତ ବର୍ଷରୁ ପ୍ରଜାତି ଓ ପକ୍ଷୀ ସଂଖ୍ୟା ବଢ଼ିଛି। ଏଥର ପ୍ରଥମ କରି 5 ପ୍ରଜାତିର ନୂଆ ପକ୍ଷୀ ଆସିଛନ୍ତି। ସମୁଦାୟ ହୀରାକୁଦ ଜଳଭଣ୍ଡାରରୁ ଆରମ୍ଭ କରାଯାଇ ଓଡ଼ିଶା ଛତିଶଗଡ଼ ସୀମା ପର୍ଯ୍ୟନ୍ତ 21ଟି ସେକ୍ଟରରେ ଭାଗ କରାଯାଇ 38 ଟିମ୍ ଗଠନ କରାଯାଇ ପକ୍ଷୀ ଗଣନା ହୋଇଥିଲା। ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର 38ଟି ଟିମ୍ର ରିପୋର୍ଟ ନିଆଯାଇଛି। ତାଙ୍କ ଡାଟା ଅନୁଯାୟୀ ଚଳିତ ବର୍ଷ 4,20,000 ପକ୍ଷୀ ଆସିଥିବା ଜଣାପଡ଼ିଛି। ପୂର୍ବ ବର୍ଷରେ 122 ପ୍ରଜାତିର ପକ୍ଷୀ ଆସିଥିବା ବେଳେ 3,77,000 ପକ୍ଷୀ ଆସିଥିଲେ। ତେବେ ଚଳିତ ବର୍ଷ 128 ପ୍ରଜାତିର ପକ୍ଷୀ ଆସିଛନ୍ତି। 5ଟି ନୂଆ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି। ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ପକ୍ଷୀ ସଂଖ୍ୟା ବଢ଼ିଥିବା ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଆମର 18 ଜାନୁଆରୀରେ ହୀରାକୁଦ ଜଳଭଣ୍ଡାର କଭର କରିକି ହୀରାକୁଦ ଡ୍ୟାମ୍ ରୁ ଆରମ୍ଭ କରି ଓଡ଼ିଶା ଛତିଶଗଡ଼ ବୋର୍ଡର ପର୍ଯ୍ୟନ୍ତ ଏଣ୍ଟାୟାର ହୀରାକୁଦ ଆର୍ଦ୍ରଭୂମିକୁ 21ଟି ସେକ୍ଟରରେ ଭାଗ କରିଥିଲୁ ଏବଂ ଆମେ 38ଟି ଟିମ୍, ପ୍ରତ୍ୟେକ ଟିମ୍ ରେ ଜଣେ ଜଣେ ବର୍ଡିଂ ଏକ୍ସପର୍ଟ ଥିଲେ, ଫରେଷ୍ଟ ଷ୍ଟାଫ୍ ମଧ୍ୟ ସପୋର୍ଟିଂ ଷ୍ଟାଫ୍ ହିସାବରେ ଥିଲେ। ଟୋଟାଲ 128ଟି ପ୍ରଜାତିର ଚଢ଼େଇ ଏବଂ 4,20,000 ପାଖାପାଖି ଆମେ କାଉଣ୍ଟିଂ ଗତକାଲି କମ୍ପ୍ଲିଟ୍ କରିଛୁ। ଆମେ 5ଟି ପ୍ରଜାତି ଚଳିତ ବର୍ଷ ପ୍ରଥମ ଥର ପାଇଁ ହୀରାକୁଦ ଆସିଛନ୍ତି ବୋଲି କାଉଣ୍ଟିଂ କରିଲୁ। ଗତ 3 ବର୍ଷରେ ସେମାନେ ଆସିନଥିଲେ ଏବଂ 128ଟି ପ୍ରଜାତିରେ ଏଇ 5ଟି ପ୍ରଜାତି ନୂଆ ଅଛି। ନୂଆ ପ୍ରଜାତି ଆମର ଆସିଛନ୍ତି ରଡି କ୍ରେକ୍, ଗ୍ରେଟର ପେଣ୍ଟେଡ୍ ସ୍ନାଇପ୍, ପେଣ୍ଟେଡ୍ ଷ୍ଟର୍କ, ଲିଟିଲ ଗର୍ଲ ଆଉ ସାଣ୍ଡରଲିଂ। ଗର୍ଲ ମଧ୍ୟ 4-5ଟା ପ୍ରଜାତିର ମାନେ ଥଣ୍ଡା ଜାଗା ପୃଥିବୀର ଯୋଉଗୁଡାକ ରଷିଆ, ସାଇବେରିଆ, ଏସିଆର ମଧ୍ୟ ବିଭିନ୍ନ ଅଞ୍ଚଳରେ ଯେତେବେଳେ ଥଣ୍ଡା ବଢିଯାଏ ସେମାନେ ଭାରତର ବିଭିନ୍ନ ଜଳଭଣ୍ଡାରକୁ ଆସନ୍ତି। ତା ଭିତରୁ ହୀରାକୁଦ ଗୋଟିଏ। ଆମେ ଚଳିତ ବର୍ଷ 21ଟି ସେକ୍ଟରରୁ ଓଡ଼ିଶା ଛତିଶଗଡ଼ ବୋର୍ଡର ଆଡ଼କୁ ଥିବା 10-15ଟି ସେକ୍ଟରରେ ସବୁଠୁ ଅଧିକା କଂଗ୍ରିଗେସନ ଥିବାର ଦେଖିଲୁ ଏବଂ ସେଇ ଅଞ୍ଚଳ ମାନଙ୍କରେ ଅଧିକା ସଂଖ୍ୟାରେ ପ୍ରାୟ ଆଇଲ୍ୟାଣ୍ଡସ୍ ଅଛନ୍ତି, ଗ୍ରାସଲ୍ୟାଣ୍ଡ ମଧ୍ୟ ଆଇଲ୍ୟାଣ୍ଡ ମାନଙ୍କରେ ଦେଖାଯାଏ ଏବଂ ଫିशिଂ ପ୍ରେସର ମଧ୍ୟ ଟିକେ କମ୍। ଗତ ବର୍ଷ ମଧ୍ୟ ସେଇ 10-12ଟି ସେକ୍ଟରରେ ସବୁଠୁ ଅଧିକା କଂଗ୍ରିଗେସନ ହେଇଥିବାର ଆମେ ଅବଜର୍ଭ। ସମ୍ବଲପୁରରୁ ଅମଳେନ୍ଦୁ ନାୟକ ରିପୋର୍ଟ, ଖବର ଓଡ଼ିଶା।